ନାରୀକୁ ପୁରୁଷ ଯେଉଁଠାରେ କେବଳ ମାତ୍ର ଭୋଗର ଇନ୍ଧନ କରି ବ୍ୟବହାର କରେ, ନାରୀ ସେଠାରେ ନରକର ଦ୍ୱାର ହୋଇଉଠେ। ଆଉ ସେ କଥା ହିଁ ଠିକ୍। କିନ୍ତୁ ଏହି ଅସ୍ୱାଭାବିକ ଜିନିଷଟା ଉପରେ ଆମେମାନେ ଏତେ ଜୋର ଦେବାକୁ ଯାଉ କାହିଁକି? ଋଷି ମହାପୁରୁଷଙ୍କ ଦେଶରେ ଆମେମାନେ ତ ସେ ଭଗବାନଙ୍କ ବାଣୀ ଜାଣୁ। ଧର୍ମ ବିରୁଦ୍ଧ ଭୂତେଷୁ କାମୋସ୍ମି ଭରତର୍ଷଭ। ଧର୍ମର ଅବିରୁଦ୍ଧ ଯେ କାମ, ସେ କାମ ହିଁ ସିଏ ହିଁ, ତା ଅନିଶ୍ୱର ନୁହେଁ। ଆମ୍ଭେମାନେ କାମକୁ କାମିନୀ ଏପରି କରି ନିୟନ୍ତ୍ରଣ ଓ ପରିଶୁଦ୍ଧ କରି ତୋଳୁ, ତାହେଲେ ଆମମାନଙ୍କର ଘରେ ଘରେ ପୁଣି ବାଳଗୋପାଳ ଗୁରୁଣ୍ଡି ଗୁରୁଣ୍ଡି ବୁଲିବେ। ଯେଉଁ ଭାବରେ କହେଁ, ସେହି ଭାବରେ ବିବାହ ଆଦି ଓ ଦାମ୍ପତ୍ୟ ଜୀବନ ନିୟନ୍ତ୍ରଣ କର। ସମାଜରେ ଦେଖ କିଭଳିଆ ମାଲ ସବୁ ଆସେ। ଏ ବାବା ବିଜ୍ଞାନ, ଏହା ମଧ୍ୟରେ ଆଡ଼ୁସାଡ଼ୁ କଥା ନାହିଁ।